କ'ଣ କହୁଛୁ? ସହରରେ ଗ୍ୟାସ୍ ମିଳୁନାହିଁ? ନରେନ୍ଦ୍ରଙ୍କ ଗଳା କମ୍ପି ଉଠିଲା। ତାଙ୍କ ଆଖିରେ ରାଗ ଓ ଭୟ ଦୁହେଁ ଥିଲା। ଆଜି ମୋ ବାପାଙ୍କର ଶ୍ରାଦ୍ଧ। ସମସ୍ତ ଲୋକ ଏବଂ ଗାଁର ସରପଞ୍ଚ ଆସୁଛନ୍ତି, ଆଉ ତୁ କହୁଛୁ ଗ୍ୟାସ୍ ନାହିଁ? ରାଜୁ ନିଜ ମୁଣ୍ଡ ତଳକୁ କରି ଶାନ୍ତ ହୋଇ ଠିଆ ହୋଇ ରହିଲା। ବାପା, ଏଜେନ୍ସି ଲୋକ ବି ମନା କରିଦେଲେ। ହରତାଳ ଚାଲିଛି, କେଉଁଠି ମଧ୍ୟ ସିଲିଣ୍ଡର ମିଳୁନାହିଁ। ତାହେଲେ ମୁଁ କ'ଣ କରିବି? ନରେନ୍ଦ୍ର ଚିତ୍କାର କଲେ। 100 ଲୋକ 2ଟାରେ ଆସିବେ। ମୁଁ ତାଙ୍କୁ କ'ଣ ଖାଇବାକୁ ଦେବି? ଖାଲି ପ୍ଲେଟ୍ ଦେଖାଇବି? ଘର ଭିତରେ ଭୟର ପରିବେଶ ଛାଇଗଲା। ସେତେବେଳେ ବୋହୂ ଲିଜା ଆସିଲା। ବାପା, ମୁଁ 2 ଦିନ ଆଗରୁ କହିଥିଲି ଯେ ଗ୍ୟାସ୍ ଶେଷ ହେଉଛି। ଶ୍ୱଶୁର ନରେନ୍ଦ୍ର ତାଙ୍କ ଦିଗକୁ ରାଗରେ ଦେଖିଲେ। ଚୁପ୍, ଏବେ ମନେ ପଡ଼ିଲା? ତୁମ ଭୁଲ ପାଇଁ ଆଜି ମୋର ସମ୍ମାନ ମାଟିରେ ମିଶିବ। ବୋହୂ ଲିଜା ଶାନ୍ତ ଥିଲା, କିନ୍ତୁ ତାଙ୍କ ଆଖିରେ ଦୃଢ଼ତା ଥିଲା। ସମୟଗୁଡ଼ିକ ଚାଲି ଯାଉଥିଲା। ବେଳ 12ଟା ହୋଇଗଲା। ନରେନ୍ଦ୍ର ଆକାଶକୁ ଦେଖି କହିଲେ, ହେ ଭଗବାନ, ଆଜି ମୋର ଇଜ୍ଜତ ବଞ୍ଚାଇ ଦିଅ। ସେତେବେଳେ ଲିଜା ଧୀରେ କହିଲା, ବାପା, ଯଦି ଆପଣ ଅନୁମତି ଦେବେ ମୁଁ ଗୋଟେ ଉପାୟ କରିପାରିବି। ଉପାୟ? ନରେନ୍ଦ୍ର ହସି ପଡ଼ିଲେ। ତୁମେ ଯାଦୁ କରିବ କି? ନୁହେଁ ବାପା, ଏହା ବିଜ୍ଞାନ। ଆମ ଗୋଶାଳାରେ ଗାଈର ଗୋବର ଅଛି। ମୁଁ ଗୋବର ଗ୍ୟାସ୍ ବନେଇ ପାରିବି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ନରେନ୍ଦ୍ର ଚିତ୍କାର କଲେ, ପାଗଳ ହୋଇଗଲାଣି କି? ଗୋବର ଗ୍ୟାସ୍ରେ ଶ୍ରାଦ୍ଧ ପାଇଁ ତିଆରି ହେବ ଖାଦ୍ୟ? ଏହା ଅଶୁଦ୍ଧ। ମୋର ବାପାଙ୍କ ଶ୍ରାଦ୍ଧ ଅଶୁଦ୍ଧ ହେବ। ଲିଜା ଧୀରେ କହିଲା, ବାପା, ଏହା ଅଶୁଦ୍ଧ ନୁହେଁ। ଆପଣ ଆଜି ସକାଳେ ଏହି ଗୋବରରେ ପୁରା ଅଗଣାକୁ ପବିତ୍ର କରିଥିଲେ। ତେବେ ସେତେବେଳେ କେମିତି ପବିତ୍ର ଥିଲା? ଆଜି ଗ୍ୟାସ୍ ହେଲେ ଅଶୁଦ୍ଧ କେମିତି? ରାଜେନ୍ଦ୍ର ଚୁପ୍ ହୋଇଗଲେ, କିନ୍ତୁ ତାଙ୍କ ଅହଙ୍କାର ହାର ମାନିବାକୁ ଚାହୁଁନଥିଲା। ନା, ମୁଁ ଏହା କେବେ ମାନିବି ନାହିଁ। ତୁମେ ସେଥିରେ ଜମା ରୋଷେଇ କରିପାରିବ ନାହିଁ। ଲିଜା ଚୁପଚାପ ଗୋଶାଳାକୁ ଗଲା। ସେ ଗୋବର, ଡ୍ରମ୍ ଓ ପାଇପ୍ ନେଇ ଗୋଟିଏ ଦେଶୀ ବାୟୋଗ୍ୟାସ୍ ବନାଇବା ଆରମ୍ଭ କଲା। ତାଙ୍କ ହାତ ଥରୁଥିଲା, ତାଙ୍କ ଶ୍ୱାସ ତେଜ ହେଉଥିଲା। ହେ ଭଗବାନ, ମୋତେ ସାହାଯ୍ୟ କର। ସେ ଡ୍ରମ୍ରେ ହୋଲ୍ କଲା, ପାଇପ୍ ଫିଟ୍ କଲା। ସମୟ ବହୁତ କମ୍ ଥିଲା। ବେଳ 2:30 ହୋଇଗଲା। ଗାଁର ଲୋକେ ଆସିଗଲେ। ରାଜେନ୍ଦ୍ର ହତାଶ ହୋଇ ବସି ପଡ଼ିଲେ। ସବୁ ଶେଷ। ସେତେବେଳେ ବାପା, ଚୁଲି ଜଳିଗଲା। ଲିଜା ଚିତ୍କାର କଲା। ଜୀବନର ସବୁଠାରୁ ବଡ଼ ପରୀକ୍ଷା। ଗ୍ୟାସ୍ ଚାଲୁ ହୋଇଗଲା, କିନ୍ତୁ ପାଇପ୍ ଟିକେ ଢିଲା ଥିଲା। ସୁମନ ନିଜ ହାତରେ ପାଇପ୍ ଧରିଲା। ଗରମ ଗ୍ୟାସ୍ ତାଙ୍କ ହାତକୁ ଜଳାଉଥିଲା। ତାଙ୍କ ଚମଡ଼ି ଛିଲି ଯାଉଥିଲା। କିନ୍ତୁ ସେ କହିଲେ, ଯେପର୍ଯ୍ୟନ୍ତ 100 ଲୋକ ଖାଇବେ ନାହିଁ ମୁଁ ହାର ମାନିବି ନାହିଁ। ଲିଜା ରୋଷେଇ ଘରକୁ ଚାଲିଲେ। ସରପଞ୍ଚ ଆସିଲେ। ଏହି ଗନ୍ଧ କ'ଣ ହେଉଛି ରାଜେନ୍ଦ୍ର? ସମସ୍ତେ ଚିନ୍ତା କରୁଥିଲେ। ଶେଷରେ ରାଜେନ୍ଦ୍ର କହିଲେ, ହଁ, ମୋତେ ସମସ୍ତେ କ୍ଷମା କରିଦିଅ। ଆଜିର ସମସ୍ତ ରୋଷେଇ ଏହି ଗୋବର ଗ୍ୟାସ୍ରେ ତିଆରି ହୋଇଛି। ସମସ୍ତେ ଚୁପ୍। ସରପଞ୍ଚ ହସିଲେ। ଲଜ୍ଜା କରୁଛ କାହିଁକି ରାଜେନ୍ଦ୍ର? ତୋର ବୋହୂ ଆଜି ତୋ ଘରର ଇଜ୍ଜତ ବଞ୍ଚାଇଛି। ଏହା ଅଶୁଦ୍ଧ ନୁହେଁ, ସବୁଠାରୁ ପବିତ୍ର। ସରପଞ୍ଚଙ୍କ ଠାରୁ ଏହା ଶୁଣି ରାଜେନ୍ଦ୍ର କାନ୍ଦି ପଡ଼ିଲେ। ସେ ଲିଜାଙ୍କ ପାଖକୁ ଯାଇ କହିଲେ, ମୋତେ କ୍ଷମା କର ମୋର ଝିଅ। ତୁମେ ଯାହା କହୁଥିଲ ସେଥିରେ ସତ୍ୟତା ଥିଲା, କିନ୍ତୁ ମୁଁ ତୁମକୁ ଭୁଲ ବୁଝୁଥିଲି, ଆଉ ମୁଁ ଅନ୍ଧ ଥିଲି। ସେ ତାଙ୍କ ପଗଡ଼ି କାଢ଼ି ଲିଜାଙ୍କ ପାଖରେ ରଖିଲେ ଏବଂ କହିଲେ, ବୋହୂ, ଆଜିଠାରୁ ଏହି ଘରର ମୁଖିଆ ହେଉଛ ତୁମେ। ତୁମେ ହିଁ ଯାହା କହିବ ଆମେ ତାହା ମାନିବୁ। ବନ୍ଧୁଗଣ, ଆଶା କରୁଛି ଏହି ଛୋଟିଆ କାହାଣୀଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ପ୍ଲିଜ୍ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଏଣ୍ଡ ସବସ୍କ୍ରାଇବ୍ ନିହାତି କରନ୍ତୁ। ସେ ପର୍ଯ୍ୟନ୍ତ ଅଶେଷ ଅଶେଷ ଧନ୍ୟବାଦ।